ପ୍ରଥମେ ମୁଁ ମୋର ବାବା ମାଆଙ୍କୁ ଧନ୍ୟବାଦ ଜଣାଇବି ଏବଂ ଆମ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଗଣ ସମସ୍ତଙ୍କୁ ଧନ୍ୟବାଦ ଜଣାଇବି। କାହିଁକିନା ବାବା ମୋତେ ବହୁତ ସାହାଯ୍ୟ କରିଥିଲେ। ତାଙ୍କେ ଜଣେ କୃଷକ ହେଇ ମଧ୍ୟ ମୋତେ ସବୁକିଛି ସୁବିଧା ଯୋଗାଇଥିଲେ ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ସମସ୍ତେ ମୋତେ ପଢ଼ିବାରେ ସବୁ ଏମିତି ସାହାଯ୍ୟ କରିଥିଲେ। ସବଜେକ୍ଟଯାକ ଖାସ୍ କରି ଭଲ ଆସିଥିଲା ଯେ ଟିକେ ଭଲ ପଢ଼ିଥିଲେ ଭଲ ମାର୍କ ଆସିଥାନ୍ତା। ଆଉ ମୁଁ ସକାଳେ 5ଟା ଗୋଟି ପଢ଼ୁଥିଲି, ତାପରେ ହଷ୍ଟେଲ ରହୁଥିଲି, ମୁଁ ନଦୀରେ ହଷ୍ଟେଲ ରହୁଥିଲି, ତାପରେ ନଦୀରେ ଯାଇ ଆସି ଟିକେ ପଢ଼ୁଥିଲି, ତାପରେ ଖାଇସାରିକିନା କ୍ଲାସ୍ ଟାଇମ୍ ହୋଇଥିଲା। କ୍ଲାସ୍ ଟାଇମ୍ରେ ଟିକେ ପଢ଼ିବାର, ନହେଲେ କ୍ଲାସ୍ ଛୁଟି ହେଲେ ସନ୍ଧ୍ୟାରେ ପଢ଼ିବାର। ତାପରେ ରାତିରେ ମୁଁ ଖାଇସାରିଲା ବସିବା ରାତି ଯଦି ପଢ଼ିଲେ ମୋତେ ଟିକେ ଦେହ ଭଲ ଲାଗୁନି ରାତି ବେଳେ, ସେଥିପାଇଁ ଖାଇ ଶୋଇଦେବାର। ମୁଁ ମ୍ୟାଥରେ ବହୁତ ଗୁରୁତ୍ୱ ଦେଇଥିଲି ଯେ, କିନ୍ତୁ ମଝିରେ ଟିଚର୍ ନଥିଲେ, ସେଥିପାଇଁ ଟିକେ ମ୍ୟାଥ୍ ଟିକେ ଭଲସେ ପଢ଼ାଇ ନଥିଲା, ସେଥିପାଇଁ ଟିକେ ମ୍ୟାଥରେ ଟିକେ କମିଛି। ଆଉ ଇଂଲିଶ ମୋତେ ଟିକେ ଇଂଲିଶ ଟିକେ ଭଲ ପଢ଼ିଥିଲେ ହେଇଥାନ୍ତା ଯେ ଟିକେ କମିଛି। ଆଉ ଦଶମ ଶ୍ରେଣୀ ସରିଲା, ତାପରେ କଲେଜ ଜଏନ୍ ମୁଁ ସାଇନ୍ସ ନେଇକିନା ନିଟ୍ ଏକ୍ଜାମ୍ କ୍ଲିୟର MBBS ଡକ୍ଟର ହେବାକୁ ମୁଁ ଚାହୁଁଛି। ଡକ୍ଟର ହେଲେ ରୋଗୀମାନଙ୍କୁ ଏମିତି ଭଲ ସବୁ ଲାଇନ୍ ହେବାକୁ। ଆମ ଏମିତି ଗାଁ ଗହଳି ଗାଁରେ ବହୁତ ଏମିତି ବୁଢ଼ା ବୁଢ଼ୀମାନେ ବହୁତ ରୋଗ ଅଛନ୍ତି, ସେଥିପାଇଁ ଡକ୍ଟର ହେଇକିନା ତାଙ୍କୁ ସୁବିଧା ସେବା ବୋଲେ ଏମିତି ଚିକିତ୍ସା କରିବାକୁ ଏମିତି ଚାହୁଁଛି। ମୁଁ ତ ଆଜ୍ଞା ଚାଷ କାମ କରୁଛି। ମୁଁ ପିଲାକୁ ଟିକେ କହୁଥିଲି ଭଲ କରି ପଢ଼ ବାବୁ, ଆମେ ତ ଚାଷ କାମ କରିବା ଲୋକ, ତୁ ପୁରା ଖୁସିରେ ପାଠ ପଢ଼େ, କିଛି ଅସୁବିଧା ନାହିଁ, ଆମେ ଚାଷ କାମ କରିବି, ତୋତେ ପୁରା ଆଗକୁ ନେଇଯିବୁ, ଭଲ ପାଠ ପଢ଼େଇବୁ, ଖାତା ପେନ୍ ପାଇଁ କିଛି ଅସୁବିଧା ହେବ ନାହିଁ। ଆମେ ଚାଷ କାମ କରିବି କି ତୋତେ ଆଗକୁ ନେବୁ, ଖାତା ପେନ୍ ପାଇଁ ଅସୁବିଧା ହେବ ନାହିଁ, ତାପରେ ଖାତା ପେନ୍ କିଛି ଅସୁବିଧା ହେବ ନାହିଁ, ଆମେ ତୋତେ ପଢ଼େଇକିନା ଚାଲିବୁ। ଆମେ ତ ଦେଖିବା ଆଜ୍ଞା, ପୁଅ ଯଦି ଭଲସେ ଯଦି ତ ପଢ଼ୁଛି, ଆମକୁ ତ ବହୁତ ଖୁସି ଲାଗିଲା। 10th ମାର୍କ ବି ଭଲସେ ଆଣିଛି, ଏଇଟା ପାଇଁ ଆମକୁ ବହୁତ ଖୁସି ଲାଗୁଛି। ଆମେ ଯାହା କିଛି ଚାଷ କାମ କରିବି କି କୁଲିବୃତ୍ତି କରିବି, ଆମେ ଆଗକୁ ନେବା ପାଇଁ ଚାହୁଁଛେ। ଆମ ପୁଅ ତ କହୁଛି ମୋତେ ଯାହା ହେଲେ ବି ପାଠଶାଠ ପଢ଼ାଇଲେ ବାପା, ମୁଁ ତ ଡକ୍ଟର ହେବି, ତୁମେ ପଢ଼ାଇଲେ ମୁଁ ଡକ୍ଟର ହେବି ବୋଲିକିନା ଚାହୁଁଛି। ଏବେ ଆଜ୍ଞା ଦେଖ, ତ ପୁଅ ଡକ୍ଟର ପାଠ ପଢ଼ିବା ପାଇଁ ଚାହୁଁଛି। ସରକାର 10th ରୁ ଏବେ ବାହାରିଲା, +2 ପରେ ସରକାର କିଛିଟା ସାହାଯ୍ୟ କଲେ ମୋତେ ଟିକେ ଅଧିକ ମୋର ଟିକେ ଉତ୍ସାହ ବଢ଼ିବ। ଟିକେ ସରକାର ଯଦି ସାହାଯ୍ୟ କରିବେ, ଆମ ପୁଅକୁ ବି ଆଗକୁ ବହୁତ ଟିକେ ନେଇପାରିବି, ପଢ଼ାଇ ପାରିବି। କି ଏବେ ବି ଗୋଟେ ମୋତେ ବହୁତ ଖୁସି ଲାଗିଲା, ଏବେ ବି ଯାହା ହେଲେ ବି ମୁଁ ପଢ଼ାଇବା ପାଇଁ ଚାହୁଁଛି ଆଜ୍ଞା।